ଆସ ଏହି ଐତିହାସିକ ତଥ୍ୟଗୁଡ଼ିକ ବିଷୟରେ ଆଲୋଚନା କରିବା। 1. ଦାଣ୍ଡି ଲବଣ ସତ୍ୟାଗ୍ରହ କେବେ ହୋଇଥିଲା? 1930 ଖ୍ରୀଷ୍ଟାବ୍ଦରେ। 2. ଦାଣ୍ଡି ଲବଣ ସତ୍ୟାଗ୍ରହ ବା ଦାଣ୍ଡି ଯାତ୍ରାରେ ଗାନ୍ଧୀଙ୍କ ସହ କେତେ ଜଣ ଅନୁଗାମୀ ଥିଲେ? 78 ଜଣ। 3. ଗାନ୍ଧୀଜୀ କେବେ ଓ କେଉଁଠାରୁ ଦାଣ୍ଡି ଯାତ୍ରା ଆରମ୍ଭ କରିଥିଲେ? 12 ମାର୍ଚ୍ଚ 1930ରେ ସାବରମତୀ ଆଶ୍ରମଠାରୁ ଆରମ୍ଭ କରିଥିଲେ। 4. ଦାଣ୍ଡି କେଉଁଠି ଅବସ୍ଥିତ? ଗୁଜରାଟର ନବସାରୀ ଜିଲ୍ଲାରେ ଥିବା ଏକ ଗ୍ରାମ। ସାବରମତୀ ଠାରୁ ଦାଣ୍ଡି କେତେ ଦୂର? 240 ମାଇଲ। 6. ଗାନ୍ଧୀଜୀ କେତେ ଦିନ ଯାତ୍ରା କରି ଦାଣ୍ଡିରେ ପହଞ୍ଚିଥିଲେ? 24 ଦିନ ଯାତ୍ରା କରି 5 ଏପ୍ରିଲ 1930ରେ ଦାଣ୍ଡିଠାରେ ପହଞ୍ଚିଥିଲେ। 7. ଲବଣ ଆଇନ ଭଙ୍ଗରେ କ'ଣ ଚମକ ରହିଥିଲା? ଏହା ସାରା ଦେଶରେ ସମ୍ପୂର୍ଣ୍ଣ ଦେଶପ୍ରେମ ଆଣିଦେଇଥିଲା, ଯେପରିକି ଗଡ଼ୱାଲରେ ଥିବା ବ୍ରିଟିଶ ବାହିନୀର ଭାରତୀୟ ସୈନିକମାନେ ସତ୍ୟାଗ୍ରହୀଙ୍କ ଉପରକୁ ଗୁଳି ଚଳାଇବାକୁ ମନା କରିଦେଇଥିଲେ। 8. ଦାଣ୍ଡିଠାରେ ଲବଣ ଆଇନ ଭଙ୍ଗ କରି ଗାନ୍ଧୀଜୀ କେବେ ଗିରଫ ହୋଇଥିଲେ? 5 ମେ 1930 ଖ୍ରୀଷ୍ଟାବ୍ଦରେ। ଶେଷ ପ୍ରଶ୍ନ, ଏହି ଘଟଣାରେ ପ୍ରଭାବିତ ହୋଇ ଦେଶବ୍ୟାପୀ ଆଇନ ଅମାନ୍ୟ ଆନ୍ଦୋଳନ କରି ପ୍ରାୟ କେତେ ଲୋକ ଜେଲ୍ ଯାଇଥିଲେ? ପ୍ରାୟ 1 ଲକ୍ଷ ଲୋକ। ଧନ୍ୟବାଦ।